ଆସିଲା ବଡ଼ ଏକ ଅପଡେଟ୍। ସେପ୍ଟେମ୍ବର 17 ତାରିଖରୁ ଆରମ୍ଭ ହେବ ସୁଭଦ୍ରା ଯୋଜନା। ଏହା ସହିତ ଆରମ୍ଭ ହେବ ମହିଳାଙ୍କ ବିକାଶ ଧାରା। ହଁ ଦର୍ଶକ ବନ୍ଧୁ, ସେପ୍ଟେମ୍ବର 17 ତାରିଖରୁ ସୁଭଦ୍ରା ଯୋଜନା। ରାଜ୍ୟର ସମସ୍ତ ମହିଳାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସେପ୍ଟେମ୍ବର 17 ତାରିଖରୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କ ପାଇଁ ଏହି ଯୋଜନାର ଶୁଭାରମ୍ଭ ହେବ। ଏନେଇ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଘୋଷଣା କରିଛନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଧାନମନ୍ତ୍ରୀ ନିଜେ ଓଡ଼ିଶା ଆସି ମହିଳାଙ୍କ ବିକାଶ ନିମନ୍ତେ ଏହି ଯୋଜନାର ଶୁଭାରମ୍ଭ କରିବେ। ଦିଲ୍ଲୀର ଏକ ସଭାରେ ଯୋଗଦେଇ 5 ଲକ୍ଷ ମହିଳାଙ୍କ ଉପସ୍ଥିତିରେ ଏହି ଯୋଜନାର ଶୁଭାରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେପି ସରକାର ଗଠନର 100 ଦିନ ମଧ୍ୟରେ ସୁଭଦ୍ରା ଯୋଜନା ଲାଗୁ ନିଶ୍ଚିତ ଭାବରେ କରାଯିବ ବୋଲି ଘୋଷଣା କରିଥିଲା। ଆଉ ସେଇଟା ସେପ୍ଟେମ୍ବର 17 ତାରିଖରୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା, ଯାହାକି ମହିଳାମାନଙ୍କ ପାଇଁ ନିଶ୍ଚିତ ଭାବରେ ଏକ ଲାଭଦାୟକ ହେବ। ମହିଳାମାନଙ୍କ ପାଇଁ ଏହା ସୁଭଦ୍ରା ଯୋଜନା ସେପ୍ଟେମ୍ବର 17 ତାରିଖରୁ ଆରମ୍ଭ ହେଉଛି।